ପରି ଲାଗୁଛି ଲୋକଙ୍କ ଜୀବନ। ବିପଦ ମୁହଁରେ ଗୃହପାଳିତ ଓ ବନ୍ୟଜନ୍ତୁ ମାତିଛନ୍ତି ନିଶାରୀ। ବିଦ୍ୟୁତ ଖୁଣ୍ଟରୁ ଖୋଲି ନେଉଛନ୍ତି ପ୍ଲେଟ୍ ଓ ବୋଲ୍ଟ। ମରଣ ମୁହଁରେ ଜୀବନ। ଆଖି ବୁଜି ଦେଇଛି ବିଦ୍ୟୁତ ବିଭାଗ। ଏ ଦୃଶ୍ୟ ଟିକେ ଭଲ ଭାବରେ ଦେଖନ୍ତୁ। କିଭଳି ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି 11 କେଭି ବିଦ୍ୟୁତ ସଂଯୋଗ ଖୁଣ୍ଟ। ଯେପରି ଜୀବନ ନେବାକୁ ଚାହିଁ ବସିଛି ଏ ଖୁଣ୍ଟ। ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ 10ରୁ ଊର୍ଦ୍ଧ୍ୱ ଖୁଣ୍ଟ ଏଭଳି ବିପଦସଙ୍କୁଳ ଭାବେ ଝୁଲି ରହିଛି। ଏ ଦୃଶ୍ୟ ହେଉଛି ଦଶପଲ୍ଲା ମୁଖ୍ୟ ବଜାର ପଛପାର୍ଶ୍ୱରେ ଥିବା କୁଆଁରିଆ କେନାଲ ରାସ୍ତାର ଦୃଶ୍ୟ। ବାଣିଗୁଚ୍ଛା ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ପାଇଁ ଏହି କେନାଲ ରାସ୍ତା ପାର୍ଶ୍ୱରେ 11 କେଭି ବିଦ୍ୟୁତ ପାଇଁ ଲୁହା ଖୁଣ୍ଟ ପୋତା ଯାଇ ବିଦ୍ୟୁତ ସଂଯୋଗ ହୋଇଛି। ଏହି ବିଦ୍ୟୁତ ସଂଯୋଗ ଲୁହା ଖୁଣ୍ଟ ଉପରେ ଏବେ ନିଶାରୀଙ୍କ ନଜର ପଡ଼ିଛି। ଲୁହା ଖୁଣ୍ଟରୁ ଦୁର୍ବୃତ୍ତମାନେ ଲୁହା ପ୍ଲେଟ୍ ଓ ବୋଲ୍ଟ ସବୁ ଖୋଲି ନେଇଛନ୍ତି। ପ୍ରାୟ 10ରୁ ଊର୍ଦ୍ଧ୍ୱ ବିଦ୍ୟୁତ ସଂଯୋଗ ଲୁହା ଖୁଣ୍ଟଗୁଡ଼ିକ ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। କୁଆଁରିଆ କେନାଲ ରାସ୍ତା ଦେଇ ଦୈନିକ ଲୋକମାନେ ଯିବା ଆସିବା କରୁଥିବା ବେଳେ ଗୃହପାଳିତ ପଶୁ ବନ୍ୟଜନ୍ତୁ ଏହି ଅଞ୍ଚଳରେ ବିଚରଣ କରନ୍ତି, ଯାହାଫଳରେ ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇ ନପାରେ। ବିଦ୍ୟୁତ ଖୁଣ୍ଟଗୁଡ଼ିକ ବିପଦପୂର୍ଣ୍ଣ ଭାବେ ରହିଥିବା ବେଳେ ବିଦ୍ୟୁତ ବିଭାଗ ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ପଡ଼ୁନଥିବା ସାଧାରଣରେ ଅଭିଯୋଗ ହେଉଛି। ବାସୁଦେବ ବେହେରା ସବୁ ତ ପ୍ଲେଟ୍ ଏକା ଖୋଲିକି ନେଇଯାଇଛନ୍ତି ସବୁ ଆଉ। ଆରେ ପବନ ଟିକେ ବାଜିଲେ ବି ପଡ଼ିବ, ଲୋକଙ୍କ ବିପରି ପଡ଼ିବ। ଏପଟେ ଶହ ଶହ ଲୋକ ବି ଯାଉଛନ୍ତି, ଗାଈ ବାଛୁରୀ ସବୁ ବି ଚରୁଛନ୍ତି। ଏଟା କଣ ଲୋକଙ୍କ ପାଇଁ ବିପଦ ହବ? ହଁ ଆଜ୍ଞା। ଆଚ୍ଛା, ଖୁଣ୍ଟ ଗୁଡାକ ଝୁଲିକି ରହିଛି, ହଁ ଆପଣମାନଙ୍କୁ ଭୟ ଲାଗୁଛି? ଭୟ ଲାଗୁଛି। କରେଣ୍ଟ ଜିନିଷଟା ନା, ଚାର୍ଜ ହେଲା ମାନେ ସବୁ ମରିବେ ନା ନାହିଁ। ଜିତେନ ମହାକୁଡ଼ ସବୁ ଝୁଲି ପଡ଼ିଲାଣି, ମାଡ଼ି ବସିବ। ଭୟ ଲାଗୁନି? ନାଇଁ, ଭୟ ଲାଗିବନି କେମିତି? ମାଡ଼ି ବସିଲେ ଜୀବନ ପଳେଇବ, ଭୟ ଲାଗିବନି। କାହିଁକି ମାଡ଼ି ବସିବ? କଣ ଅସୁବିଧା ହେଇଛି? ପ୍ଲେଟ୍ ଖୋଲି ନେଇଛନ୍ତି ଅଧାରୁ ଅଧାରୁ। ଭୟ ଲାଗୁଛି ଏପଟେ କାମ କରିବା ପାଇଁ? ହଁ, ଭୟ ଲାଗିବନି, ଏତେ ଲୋକ ଯିବା ଆସିବା। ତାପରେ ଆମେ କାମ କରୁଛୁ, କେତେବେଳେ ମାଡ଼ି ବସିଲେ ଆମଠି କରେଣ୍ଟ ହେଇଯିବ। ତୁରନ୍ତ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ, ମିଡିଆ ଭଏସ୍।